ପିଲାମାନେ ଆଜି ମୁଁ ପଢ଼ଉଛି ତମର ଷଷ୍ଠ ଶ୍ରେଣୀର ଭୂଗୋଳ ଚତୁର୍ଥ ଅଧ୍ୟାୟ ପୃଥିବୀ କେମିତି ଗତି କରୁଛି ହେଲା। ଆମେ କେମିତି ଆମେ ପୃଥିବୀର ଉପରେ ବାସ କରୁଛେ ନାଇଁ ବୁଝିପାରୁଛ। ପୃଥିବୀଟା କେମିତି ଧୀରେ ଧୀରେ ଗତି କରୁଛି ଆମେ ସେଇ ଅନୁସାରେ ପରୀକ୍ଷା କରିବା ଆମର ଦେଖିବି ତମକୁ ଲାଗେ। ତମେ ବସ୍ରେ ଯାଉଛ, ବସ୍ରେ ଗଲାବେଳେ ଦେଖିବ ପାଖର ରାସ୍ତା ଗୁଡ଼ାକ ଆଉ ଗଛ ପାହାଡ଼ ପାହାଡ଼ ସବୁ ଯେମିତି ସେମାନେ ଯାଉଛନ୍ତି ତମେ ଯାଉଛ ଜାଣୁଛନ୍ତି। ସେମିତି ଆମେ ଯଦି ଧରିବା ତାର ତ ବସ୍ଟା ଗତି କରୁଛି ସେମାନେ ସ୍ଥିର ଅଛନ୍ତି। ତେଣୁ ଆମେ ଯଦି ଧରିବା ପୃଥିବୀ ଉପରେ ଆମେ ଅଛେ ତେଣୁ ଆମେ ଦେଖିଲେ ସୂର୍ଯ୍ୟ ଉଦୟ ହେଲା ଆସ୍ତେ ଆସ୍ତେ ସେଠାରୁ ଅସ୍ତ ହେଇଯାଉଛି ନା ନାଇଁ ଦିନ ରାତି ହେଇଯାଉଛି। ପୃଥିବୀଟା ଘୁରୁଛି ବୋଲିକି ସେମିତି ହେଉଛି ବୋଲିକି ଆମେ ଜାଣିପାରୁଛେ ନା ନାଇଁ। ତେଣୁ ଆମେ ଜାଣିଲେ ପୃଥିବୀଟା ଘୁରୁଛି ସେମାନେ ସ୍ଥିର ରହୁଛି। ବୁଝିପାରିଲ। ସେ ଗୋଟିଏ ଆମର ପରୀକ୍ଷା କରିବା ଗୋଟିଏ ଆମେ ମହମବତୀଟିଏ ହେଲେ ମହମବତୀ ଜଳେଇଲେ ଏଥିରେ ଗୋଟେ ଗ୍ଲୋଭ୍ସ ବା ଗୋଟେ କର୍ତ୍ତୃ ପାଇଁ ଚଳିବ ହେଲା। ତାକୁ ଆମେ ବୁଲେଇ ହେଲା ଦେଖିବା ଏ ଗୋଟେ ସାଇଡ଼୍ ଆଗ ଯେଉଁ ପଟ ସାଇଡ଼୍ର ଆର ପଇଲା କ'ଣ ରଶ୍ମି ବା ଆଲୋକ ପଇଲା ଏଇଟା ଆମେ କ'ଣ ଦିନ ଦିନ ସେ ଆସ୍ତେ ଆସ୍ତେ ବୁଲି ବୁଲିକି ଏଠୁ ପଳେଇ ଆସିଲା ହେଇଗଲା ରାତି। ତେଣୁ ଆମେ ଏଇ ଜାଣିଲେ କ'ଣ ନା ଘୁରୁଛି ହେଲା କିନ୍ତୁ ଅନ୍ୟମାନେ ସ୍ଥିର ରହିବ। ତେଣୁ ଆମେ ଏଇ ଜାଣିଲେ ଦିନ ଆମର ଦିନ ରାତି କେମିତି ହେଉଛି କେମିତି ହେଉଛି ନା ଆମର ପୃଥିବୀ ବୁଲିବା ଦ୍ୱାରା ଦିନ ରାତି ଆମେ ହେଉଛି ବୋଲି ଜାଣିଲେ। ବୁଝିପାରିଲ। ତେଣୁ ଆଜି ଏଠି ବୁଝିପାରିଲ ଖାତାରେ ଲେଖ ଫେରେ କାଲି ତମକୁ ଆଉ